ଜୟ ଜଗନ୍ନାଥ। ଆଜି ମନେ ରଖ, ଆଜି ଆଲୋଚନା କରିବା କ'ଣ କଳି ଯୁଗ ଠାକୁର ହୋଇଛନ୍ତି ମାନେ ସେ ବିଧିର ବିଧାନଙ୍କ ସହିତ ତାଳ ଦେଇ ଯିବାକୁ ପଡ଼ିବ। ନା ସତ ନା ହଁ? ନା ଯଦି ଏକଥା ଛାଡ଼, ତମେ ଯଦି ଏକଥା ମୋତେ ଭୁଲେଇ ଦେଲ, ତାହେଲେ ମୁଁ ତମ ରାମକୁ ଆଜି ପରୀକ୍ଷା କରିବି। ନା କ'ଣ ପରୀକ୍ଷା କରିବ? ନା ମୁଁ ରାମଙ୍କ ପାଖକୁ ଯିବି, ଦେଖିଆ ସେ ପ୍ରଭୁ ନା ନାହିଁ, ମୁଁ ଟିକେ କ'ଣ କରିବି, ପରୀକ୍ଷା କରିବି। ସେଇଠୁ କ'ଣ କଲେ, ମା ଜଗଦ୍ଧାତ୍ରୀ ନିଜେ ସୀତାଙ୍କ ରୂପକ ଧାରଣ କରି ରାମଚନ୍ଦ୍ର ପାଖେ ଆସି ପହଞ୍ଚିଗଲେ। ହେଲା, ହେଲେ ପ୍ରଭୁ ଆଉ ତମେ ଅଯୋଧ୍ୟା କ'ଣ ଲଙ୍କା ଗଡ଼କୁ ଯାଉନି, ରାବଣକୁ ମାରନି, ମୁଁ ତ ପଳେଇ ଆସିଲିଣି, ଆପଣଙ୍କ ପାଖେ ପାଖେ ଆସିକି ଅଛି। ଆଉ କ'ଣ କିଏ କହୁଛନ୍ତି? ମାୟା ସୀତା, ନିଜେ ପାର୍ବତୀ ମାୟା ରୂପ ଧରିକି ଆସିଛନ୍ତି। ଏଇ ସମୟରେ ପ୍ରଭୁ ଜାଣି ପକେଇଲେ। କିଏ ସେ? ରାମଚନ୍ଦ୍ର ହାତ ଯୋଡ଼ିଦେଲେ, ହେଲେ ମା ତ ଅନ୍ୟ ବେଳେ ପରୀକ୍ଷା କରିବାକୁ ନଥିଲା, ଠିକ ଏଇ ବିପଦ ବେଳେ ମତେ ଆସି ପରୀକ୍ଷା କରୁଛୁ ନା? ମୁଁ କହ, ତୁ ଭାବୁଛୁ ମୁଁ ତ ଜାଣିପାରିବିନି? ତୁ ବା ମା ପାର୍ବତୀ ଜଗଦ୍ଧାତ୍ରୀ। ସେଇଠି ପାର୍ବତୀ ଜାଣିଲେ ଯେ କ'ଣ ନା ଇଏ ନିଜେ ହଉଛନ୍ତି କ'ଣ ମର୍ଯ୍ୟାଦାବାନ ପୁରୁଷୋତ୍ତମ, ଅବତାରୀ ପୁରୁଷ। ବୁଝିପାରିଲ ନା? ନା, ଇଏ ଶିବଙ୍କର ପ୍ରକୃତରେ ଆତ୍ମା। ସେଇଠି ଚାଲିଲେ କୋଉଠିକି? କୈଳାସକୁ ଚାଲିଲେ ଶିବଙ୍କ ପାଖକୁ। ଶିବଙ୍କ ପାଖକୁ ଗଲେ ଶିବ ଆଉ ପାର୍ବତୀ ଗ୍ରହଣ କଲେନି। ନା ସ୍ୱାମୀ, ମୋର କି ଅପରାଧ ହେଲା? ନା ତମେ ମୋ ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀ ସ୍ୱରୂପକୁ ଧାରଣ କଲ, ତେଣୁ ମୁଁ ଆଉ କ'ଣ ତମକୁ ଗ୍ରହଣ କରିବି? ତମେ ଆଜିଠୁ ମୋ ମା ହେଇଗଲ। ସେଥିପାଇଁ ତମେ ଛୁଆ ଦେଖ, କୌଣସି ଶିବ ମନ୍ଦିରରେ ଦେଖିବ ଗୋଟେ ପାର୍ବତୀ ପାଖରେ ଅଛନ୍ତି, ଦେଖିଛ ନା? ସବୁବେଳେ ଦୂରେଇକି ରୁହନ୍ତି। ଗୋଟିଏ ଦିନ ଏକତ୍ରିତ ହୁଅନ୍ତି ଶୀତଳ ଷଷ୍ଠୀ। ଛାଡ଼, କହିବାର ତାତ୍ପର୍ଯ୍ୟ କ'ଣ? ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରିଛ ମାନେ ସମସ୍ତେ ବିଧିର ବିଧାନ ଆଗରେ ନତମସ୍ତକ। ରାମଚନ୍ଦ୍ର ମହାପ୍ରଭୁ ହେଲେ ମଧ୍ୟ, ମହାପ୍ରଭୁଙ୍କ ଅଂଶ ବିଶେଷ ହେଲେ ମଧ୍ୟ, ଅବତାର ପୁରୁଷ ହେଲେ ମଧ୍ୟ, ସିଏ ବି ଭଗବାନ କ'ଣ କରିଥିଲେ? ସନାତନ ହେଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ତମେ ଦେଖ, ଠାକୁରଙ୍କୁ ଆଉ ଭୟ କାହାର ନାହିଁ। ଆପେକୁ ଆପେ କ'ଣ କରୁଛନ୍ତି? ନିଜକୁ ନିଜେ ଠାକୁର ହେଇଯାଉଛନ୍ତି। କାହିଁକି? ମହାପୁରୁଷ ଯୋଉ ମାଳିକା ଶାସ୍ତ୍ର ଲେଖିଲେ, ଇଏ ତାକୁ ପଢିକି କ'ଣ ହେଇଛନ୍ତି? ମନୁଗଣ ହେଇଯାଉଛନ୍ତି। ବୁଝିହଉଛି? କୋଉ ଜ୍ଞାନୀ? ମାଳିକା ଜ୍ଞାନୀ। ହଁ କି ନାଇଁ? ଯଦି ମାଳିକା ଶାସ୍ତ୍ରଟା ନ ଲେଖା ହେଇଥାନ୍ତା, ଇଏ କୋଉଠି ନଙ୍ଗଳ କଣ୍ଠିରେ ହାତ ପକେଇଥାନ୍ତେ ନା ନାଇଁ? କୋଉଠି କାମ ଧନ୍ଦା କରି ଉଦର ପୁଷିଥାନ୍ତେ, ଏ ନା ନାଇଁ? ହଁ କି ନାଇଁ? କ'ଣ ନାଇଁ? ସେଥିପାଇଁ ଆମେ କହୁ, କାଚ କାଚ ମଣି ମଣି କାର୍ଯ୍ୟ ବେଳେ ଜଣା। ସବୁବେଳେ ଛୁଆ ମନେ ରଖିଥାଅ, ପ୍ରଭୁଙ୍କୁ ଭୟ କର। ବୁଝିହଉଛି? ଠାକୁର ଠାକୁର ମହାପୁରୁଷ ଲେଖିଥିଲେ ତାଙ୍କର ଯୋଉ ମାଳିକା ଶାସ୍ତ୍ର, ତା ଦେହରେ ଦି ଜଣଙ୍କର ସ୍ୱତନ୍ତ୍ର ଭାବେ ଦେଇଛନ୍ତି କ'ଣ ପ୍ରମାଣ? ଠାକୁର ଅଭିରାମ ପରମହଂସ କରି ସେ ଦେଇଛନ୍ତି ଠାକୁର ବୋଲି, ନା ନାଇଁ? ଅନେକ ଶାସ୍ତ୍ର ପୁରାଣ ଲେଖିବ, ସିଦ୍ଧାନ୍ତ ବଚନ ତାର ପରମହଂସ ଯେ ନାମ ଗଣାଇବ, ସର୍ବେ ବୋଲିବେ ଠାକୁର। ସିଏ କହିବେନି ଠାକୁର, ସର୍ବେ ବୋଲିବେ ଠାକୁର, ମାନେ ଜଗତ ବୋଲିବ, ଇଏ ହଉଛନ୍ତି ଠାକୁର। ସେମିତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ବିଷୟ ମଧ୍ୟ ମହାପୁରୁଷ ଲେଖିଥିଲେ। ବ୍ରହ୍ମଚାରୀ ଜଣେ କିଏ? ସେ ବୈକୁଣ୍ଠନାଥ ବ୍ରହ୍ମଚାରୀ, ଠାକୁର ତ ଠାକୁର, ଅଭିରାମ ପରମହଂସ ଠାକୁର। ବୁଝିହଉଛି? କିନ୍ତୁ ବର୍ତ୍ତମାନ ସମୟ ଦେଖ, ଆମ ଜୀବନରେ ଆମେ 1999 ମସିହାରୁ ପଦାରେ ବୁଲିଲା ଭିତରେ ଅନେକ ବାହାରିଛନ୍ତି ଠାକୁର। ସେ ଆଉ ମହାପୁରୁଷ କୁହନ୍ତୁନି, ସ୍ୱୟଂ ନିଜକୁ ନିଜେ କହନ୍ତି ସ୍ରଷ୍ଟା। ସେତେବେଳେ ମଲା ବେଳକୁ କୁମାରେ ରହିକି ସବୁ ମରିଛନ୍ତି, ଆମ ଆଖିରେ ଦେଖି। ବୁଝିବ? ପ୍ରାଣୀର ଭଲ ମନ୍ଦ ମାଣି ମରଣ କାଳେ ତା ଜାଣି ନା?
ଯେ ଯାହା କରେ ଶେଷବେଳକୁ ଭୋଗେ। ମାନେ ସେମାନେ ଯେତେବେଳେ ଦେହ ଛାଡ଼ିଛନ୍ତି ବହୁ କଷ୍ଟରେ ସବୁ ଦେହ ଛାଡ଼ିଛନ୍ତି। ତମମାନଙ୍କୁ କହିବା ତାତ୍ପର୍ଯ୍ୟ ସବୁବେଳେ ମନେ ରଖିଥାଅ, ଭୟ ରଖ। କଳିଯୁଗ ଲୋକଙ୍କର ଠାକୁରଙ୍କୁ ଭୟ ରହିବ ନାହିଁ, ଦେବାଦେବୀଙ୍କୁ ସେ ଭୟ କରିବେ ନାହିଁ। ସେ ନିଜକୁ ନିଜେ କ'ଣ ଯିବେ, ସ୍ୱୟଂ ନିଜକୁ ନିଜେ ଠାକୁର ଠାକୁରାଣୀ ରୂପରେ ଆବିର୍ଭୂତ ହେବେ ବୋଲି ପ୍ରମାଣ ଦେଇଛନ୍ତି। ମହାପୁରୁଷ ଯାହା ଦେଇଛନ୍ତି ବର୍ତ୍ତମାନ ସମାଜ ସେଇଆ ହେଉଛି। ଯାହା ବହୁତ ଦିନ ପରେ ଗୋଟିଏ ମହାପୁରୁଷଙ୍କର ଗୋଟେ ବହି କହିଲୁ, ଶାସ୍ତ୍ର ଖଣ୍ଡେ, ସେ ହେଉଛି କ'ଣ, ଅଚ୍ୟୁତ କଳ୍ପ। ବହୁତ ପୁରୁଣା ବହି ଖଣ୍ଡେ, ବହୁତ ଦିନ ଜଣେ ଭକ୍ତ ଆମକୁ ଦେଇଛନ୍ତି। ସେଥିରେ ସିଏ କ'ଣ କରୁଛନ୍ତି, ସେ ଶାସ୍ତ୍ରଟି ଆମେ ପଢ଼ୁଥିଲୁ ଦେଖିଛନ୍ତି। ନିରାକାର ଅଚ୍ୟୁତଙ୍କୁ କହୁଛନ୍ତି, ଯେମିତି ଅମର ଜୁମରରେ ନିରାକାର ଅଚ୍ୟୁତ ସମ୍ବାଦ ବୁଝି ହେଉଛି ନା, ଏଥିରେ ସେମିତି ନିରାକାର ଅଚ୍ୟୁତଙ୍କର କଥୋପକଥନ ଚାଲିଛି। ନିରାକାର ଅଚ୍ୟୁତଙ୍କୁ କହୁଛନ୍ତି କଳିଯୁଗ ଗୁରୁମାନେ କେମିତି ସବୁ ପରିପ୍ରକାଶ ହେବେ ହେଲା। କହୁଛନ୍ତି ନିରାକାର ଅଚ୍ୟୁତକୁ ଚାହିଁ କଳିଯୁଗ ରୀତି ଏବେ କହିବା ବୁଝାଇ। ଏ ଅଚ୍ୟୁତ ତତେ କଳିଯୁଗର ରୀତି କଥା ଆମେ କହୁଛୁ। ଗୁରୁ ବ୍ରାହ୍ମଣକୁ କେହି ନ କରିବେ ମାନ୍ୟ, ଠକମାନେ ସଭାର ଯେ ପାଇବେ ସମ୍ମାନ। କହିଲେ କଳିଯୁଗରେ ଗୁରୁଙ୍କୁ କେହି ମାନିବେ ନାହିଁ, କି ବ୍ରାହ୍ମଣକୁ କେହି ସମ୍ମାନ ଦେବେ ନାହିଁ, କି ମାନ୍ୟତା କେହି ଦେବେ ନାହିଁ। ଠକମାନେ ସଭାରେ ପାଇବେ ସମ୍ମାନ। ଯେଉଁମାନେ ଅନୀତିଖୋର ଲୋକ, ଦୁର୍ଦାନ୍ତ ଖୋର ଲୋକ, ନିଜ ଉପମାକୁ ପଚାରୁନଥିବେ ସଭାରେ ବସିକି ଜ୍ଞାନ କହିବେ ନା ନାଇଁ। ପୁଅମାନେ ପଚାରୁନଥିବେ ସଭାରେ ବସିକି ଜ୍ଞାନ କରିବେ। ନିଜ ଘରେ ଅଣ୍ଟାଏ ପାଣି ସେ ପର କଥା ଆଲୋଚନା କରିବେ। ବୁଝି ହେଉଛି ନା। ଏଇ ଯେଉଁ ବ୍ୟକ୍ତି ବିଶେଷ ମହାପୁରୁଷ କହିଛନ୍ତି ବାହାରିବେ ବୋଲି, ତମେ ଦେଖ ବର୍ତ୍ତମାନ ପ୍ରକୃତରେ ବିବେକୀ ଲୋକ, ଜ୍ଞାନୀ ଲୋକମାନେ ନତମସ୍ତକ ନ୍ୟୁଟ୍ରାଲ ହେଇକି ରହୁଛନ୍ତି ନା ନାଇଁ। ଯେଉଁମାନେ କୁଟୈଳ ମନୋଭାବର ବ୍ୟକ୍ତି ବିଶେଷ, ସେଇମାନେ ସଭାରେ ବସି ନ୍ୟାୟ ଦେଉଛନ୍ତି ନା ପକ୍ଷ କରି ନ୍ୟାୟ ଦିଅନ୍ତି। ମଦ ନିଶା ମଦ ଗୋଟେ ଗୋଟେ ଦେଖିଛ, ଆମେ ଯାଇଛୁ ଗୋଟେ ଗୋଟେ କେତେ ଗୁଡ଼େ ପଞ୍ଚାୟତକୁ ନ୍ୟାୟ ବସିଥିବ, ସେ କ'ଣ ହଉଛି ପେଟ ନିଶା ପିଇ ଦେଇ ପଳେଇ ଯାଇଥିବେ, ତା ମୁଣ୍ଡକୁ ଯାହା ଢୁକିଲା ସେଇଆ ବିଚାର କରିବେ। ବୁଝିହେଉଛି ନା। କିନ୍ତୁ ଲୋକ କ'ଣ କରିବେ, ତାଙ୍କୁ ସମ୍ମାନ ଦେବେ। ସେ ମୂର୍ଖ ହେଲେ ମଧ୍ୟ ଯଦି ପୁରା ଚେନ୍ ଫେନ୍ ପିନ୍ଧିଥିବ, ଗାଡ଼ି ଫାଡ଼ି ଥବ, ତାକୁ ଲୋକ ସମ୍ମାନ ଦେବେ। ଗୋଟେ ଶିକ୍ଷିତ ବ୍ୟକ୍ତି ଯଦି ଛିଣ୍ଡା ସାର୍ଟ ଖଣ୍ଡେ ପିନ୍ଧିଥିବ, ଧୋକଡ଼ି ସାଇକେଲରେ ଯଦି ଯିବ, ତାକୁ କେହି ପଚାରିବେ ନାହିଁ। ବର୍ତ୍ତମାନ ପଚି ସେ ହେଇନି ନା। ପୁଣି କ'ଣ କହିଲେ, ଆପେକୁ ଆପେ ଯେ ଥୋକେ ବୋଲିବେ ଠାକୁର, ଠାକୁରଙ୍କୁ ତିଳେ ମାତ୍ର ଭୟ ନଥିବ ତାଙ୍କର। କହିଲେ କଳିର ଶେଷ ସମୟରେ ବହୁତ ବ୍ୟକ୍ତି ନିଜକୁ ନିଜେ କ'ଣ କରିବେ, ଠାକୁର ବୋଲି ବୋଲେଇବେ, କିନ୍ତୁ ଠାକୁରଙ୍କୁ କେବେ ହେଲେ ଭୟ କରିବେ ନାହିଁ। ଏଣୁ କରି ଅପାଳକ ମହିଜେ ହୋଇବ, ଯୋଗମାୟା ଖପର ଗ୍ରାମେ ଗ୍ରାମରେ ବୁଲିବ। ଏଇ ଯେଉଁ ଅନୀତି ଯୋଗୁଁ ମହି ଅପାଳକ ହୋଇଯିବ, ସଂସାରରେ ଦୁର୍ଭିକ୍ଷ ପଡ଼ିବ। ବୁଝିଯାଉଛି ନା। ଦୁର୍ଭିକ୍ଷ ବୋଧେ ଏଇ ବର୍ଷଠୁ କ'ଣ କହୁଛନ୍ତି, ଏଲିନା ନା ଏଲିନୋ ଗୋଟେ କ'ଣ ଆସୁଛି ନା ନାଇଁ। ଆଉ ମନେ ଧାନ ଓଡ଼ିଶାରେ ଗଣ୍ଡେ ହବ ଧାନ କନ, କାହିଁକି ପ୍ରଭୁ ଜଗନ୍ନାଥଙ୍କର ଦେଶ ନା, ତାଙ୍କର ଏତେ ଇଏ ବୁଲିବେନି, ବହୁତ ଶସ୍ୟ ହାନି ଘଟିବ। ଏଣୁ କରି ଅପାଳକ ମହିଜେ ହୋଇବ। ଅପାଳକ ବୋଲେ କ'ଣ, ମରୁଡ଼ି ହେଲା। ଯୋଗମାୟା ଖପର ଗ୍ରାମେ ଗ୍ରାମେ ଯେ ବୁଲିବ। ଏଟା ତ ହେଲାଣି, ତମେ ସିନା ଜାଣିପାରୁନ, ଯୋଗମାୟା ଖପର ବୁଲିଲାଣି। କେମିତି କହିଲେ ନା, ଧକ୍କା କଥା କହୁନି। ମଣିଷ ଗୁଡ଼ାକ ବର୍ତ୍ତମାନ ହିଂସ୍ର ହେଇଯାଇନାହାନ୍ତି, କଥା କଥାକେ ବାଡ଼େଇ ଦେଉଛନ୍ତି, କାଟି ଦେଉଛନ୍ତି, କରୁନାହାନ୍ତି ନା। ଆଉ ଯୋଗମାୟା ଖପର କ'ଣ ଆସି ଘରେ ପରେ ଯୋଗମାୟା ଗୋଡ଼େଇକି ଆଣିବେ ନା। ମାନେ ଲୋକ ଗୁଡ଼ାକ ଏମିତି ହେଇଯିବେ, ମାନେ ଉଶୃଙ୍ଖଳିତ ହେଇଯିବେ। କଥା କଥାକେ କାଟିଦିଅ, ନହେଲେ ମାରିଦିଅ। ଆହା ଶବ୍ଦ ଆଉ କାହା ପାଖେ ରହିବ ନାହିଁ। କ୍ଷମା ପ୍ରତିଭାବ କାହା ପାଖେ ରହିବ ନାହିଁ। ସମସ୍ତେ ହେଇଯିବେ ନିଷ୍ଠୁରତାବାଦ, ଦାନବଶତା ପ୍ରବଳ ହେଇଯିବେ।
ବୁଝିଯାଉଛି ନା। କହିଲେ ଭକତ ମାନେ ଗୁପତ ହୋଇ ରହିଥିବି, ଯୋଗ ମାୟା ଖପରରୁ ଉଦ୍ଧାର ପାଇବେ। କି ଯେଉଁମାନେ ପ୍ରକୃତରେ ଭକ୍ତ ସେ କାହିଁ କଳି ଝାମେଲାକୁ କାହିଁ ଯିବେ, ସେ ପୋଷଣ କରୁଛି ନ୍ୟୁଟ୍ରାଲ ହେଇକି ରହିଯିବେ। ବୁଝିଯାଉଛି ନା। କାରଣ ଦୁଷ୍ଟ ଲୋକକୁ ମୁଁ ଡରଇ ପିଠି ଯାତନା ଦେଇ ନିରକ୍ଷ ହୋଇ ପଡ଼ିଅଛି ଭବ ସାଗରେ ମୁହିଁ। ମହାପୁରୁଷ ଅଷ୍ଟଭୂମିରେ ଦେଖିନା। ତେଣୁ ଯିଏ ଭକ୍ତ ସେ ସବୁବେଳେ ନତମସ୍ତକ ହେଇଯିବ, ବୃକ୍ଷ ସମ ହେଇଯିବ, ଯାହାଫଳରେ ତାର କିଛି କ୍ଷତି ଘଟିବ ନାହିଁ। ତମେ ଦେଖ ସମୁଦ୍ର, ତମ ଘର ତ ପୁରୀ ପାଖ, ସବୁ ସମୁଦ୍ର ଲହଡ଼ି ଭାଙ୍ଗନ୍ତି ନା ନାଇଁ? ଲହଡ଼ି ଆସନ୍ତି କ'ଣ କରନ୍ତି, ସମୁଦ୍ର କୂଳିଆ ଲୋକ ଜାଣିଛନ୍ତି ସେ କ'ଣ କରିବେ, ନଈ ପଡ଼ିବେ, ପାଣି ଡେଇଁକି ପଳେଇଯିବ, ପଳେଇଯାଏନି ନା। ଯେ ପଦା ଲୋକ ଭାରି ଖୁସିରେ ଛିଡ଼ା ହେଇଯାଇଥିବେ, ଆସିବ ଧକ୍କା ମାରିବ, ଧରିକି ଉଠେଇ ଦେବ, ପଡ଼ିଗଲେ ଗଲା ଗୋସା ନେଇଯିବ। ସେମିତି ଭକ୍ତ ଯିଏ ବିପଦ ଆସିବା ଆଗରୁ ନତମସ୍ତକ ହେଇଯାଏ, ବିପଦ ତା ବାଟରେ ସିଏ ଚାଲିଯାଏ। ତେଣୁ ମହାପୁରୁଷ କଳିଯୁଗର ରୀତିଗତି ଉପରେ ଯାହା ଲେଖିଛନ୍ତି ବର୍ତ୍ତମାନ ତାହା ହଉଛି। ଆମେ କୌଣସି ଗୁରୁଙ୍କୁ କାହାକୁ ଆମେ ନିନ୍ଦା କରିବା କଥା ନୁହଁ, କିନ୍ତୁ ମହାପୁରୁଷ ଯାହା ଲେଖୁଛନ୍ତି ଆମେ ତାରି ଉପରେ ଆଲୋଚନା କରୁଛୁ। ପ୍ରକୃତିରେ ମନେ ରଖିଥା, ସମୟଟା ହଉଛି ଘଡ଼ିସନ୍ଧି ମୁହୂର୍ତ୍ତ। ଆଉ ନିଶ୍ଚିନ୍ତ ମହାପୁରୁଷ ଲେଖିଛନ୍ତି ସମୟର ପରିବର୍ତ୍ତନ କେତେ ଅଙ୍କ କୋଉ ମାସ କି ବାରେ କ'ଣ ପଡ଼ିଥିବ ତାକୁ ସ୍ୱତନ୍ତ୍ର ଲିପିବଦ୍ଧ କରିଛନ୍ତି। ସମସ୍ତେ ଗବେଷଣା କରିବାଟା ହଉଛି କଷ୍ଟସାଧ୍ୟ। ବର୍ତ୍ତମାନ ଠାକୁରଙ୍କର ପ୍ରକାଶ ଲୀଳା ଆସିନାହିଁ ହେଲା, ବର୍ତ୍ତମାନ ଗୁପ୍ତ ଲୀଳା ଚାଲିବ। ପ୍ରକାଶ ଲୀଳା ହବ କେତେବେଳେ, ସେତେବେଳକୁ ଆଉ ଦୁଷ୍ଟ ସମାଜ ନଥିବ ହେଲା। ଜୟ ଜଗନ୍ନାଥ। ଠାକୁର ଅଭିନବ ସୁନ୍ଦର ଲେଖିଛନ୍ତି 43 ଅଙ୍କରେ ଯିଏ ଥିବେ ଭ୍ରୁଭଙ୍ଗୀ ସୂତ୍ରରେ ପ୍ରଭୁଙ୍କର ରାସ ଦେଖିବେ। ବୋଲ ଆନନ୍ଦେ କବା।